ବନ୍ଧୁଗଣ ଜୟ ଜଗନ୍ନାଥ। ଶୁଭ ସକାଳ। ଆଜି ଗୋଟେ ଆପଣ ମାନଙ୍କୁ ଭଲ କଥା କହିବି। ଜୟ ଜଗନ୍ନାଥ ବନ୍ଧୁଗଣ। ଏ ବର୍ଷ ଆପଣ ଅନୁଭବ କରୁଥିବେ 43 ରୁ 44 ଡିଗ୍ରୀ ତାପମାତ୍ରା ରହିଲା। ଯେଉଁ ଗରମ ଗୁଳୁଗୁଳି ଅସହ୍ୟ ହେଲା। ଏ ଅସହ୍ୟ ଗୁଳୁଗୁଳି ଆଉ ଗରମକୁ ଲକ୍ଷ୍ୟ କରନ୍ତୁ। ଏତେ ସୂର୍ଯ୍ୟ ତାପ କେବେ ଆମ ଗାଁ ଗହଳି କିମ୍ବା ଆମ ଓଡ଼ିଶାରେ ଦେଖିବାକୁ ମିଳୁନଥିଲା। ଆପଣ 2000 ମସିହା କଥା କୁହନ୍ତୁ, ଆପଣ 2010 କଥା କୁହନ୍ତୁ, ଆପଣ 2015 କଥା କୁହନ୍ତୁ, ଏତେ ଜୋର ଗରମ ନଥିଲା। ଆଜି 2024ରେ କେତେ ଜୋର ଗରମ ହେଉଛି ଦେଖନ୍ତୁ ଆଜ୍ଞା। କାହିଁକିନା ସୂର୍ଯ୍ୟ ତାପ ଉତ୍ତପ୍ତ ପ୍ରବଳ ଜୋର ହେଉଛି। କାହିଁକି ନା ମଣିଷ ତା ପାଇଁ ଦାୟୀ। ଆଜି ଯଦି ସୂର୍ଯ୍ୟ ତାପ ଅତି ମାତ୍ରାରେ ବଢ଼ୁଛି ତା ପାଇଁ ମଣିଷ ଦାୟୀ, ତା ପାଇଁ ଆଉ କେହି ଦାୟୀ ନୁହନ୍ତି। ପ୍ରଥମତଃ ମୁଁ କହିବି, ଆମେ ପ୍ରତ୍ୟେକଟି ଓଡ଼ିଶାର 4.5 କୋଟି ଓଡ଼ିଆ ଆମେ ଅଛୁ। 4.5 କୋଟି ଲୋକ ଆମ ଓଡ଼ିଶାରେ ଆମେ ଅଛୁ। ସମସ୍ତେ ଯଦି ଶ୍ରାବଣ ମାସ, ଆଷାଢ଼ ମାସ, ଶ୍ରାବଣ ମାସ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ 4 ମାସେ ବର୍ଷା ଦିନ। ଆମେ ଯେଉଁ ବର୍ଷା 4 ମାସରେ ଆମେ ଯଦି ପ୍ରତ୍ୟେକଟି ଲୋକ 10-10ଟା ଗଛ ଲଗେଇବା, ସେ ଗଛ କିଛି ଦିନ ପରେ ବଡ଼ ହେଲେ ଆମେ ତା ଦେହରୁ ଅକ୍ସିଜେନ୍ ପାଇବା ଆଉ ଗରମରୁ ବି ତ୍ରାହି ପାଇବା। ପ୍ରକୃତ ମଣିଷର ଜୀବନ ହେଉଛି ବୃକ୍ଷ। ବୃକ୍ଷ ପାଇଁ ମଣିଷ ଅନେକ କିଛି ଲାଭଦାୟକ ପାଏ। କାହିଁକି ଆଜିକାଲି ଆପଣ ଦେଖନ୍ତୁ ଗାଡ଼ି ଅତି ମାତ୍ରାରେ ବଢ଼ିଗଲାଣି। ଗାଡ଼ିର ଯେଉଁ ଧୂଆଁ ବାହାରୁଛି ସେଇଟା ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ପ୍ରତ୍ୟେକ କମ୍ପାନୀ, କଳକାରଖାନା, ତାର ଯେଉଁ ଧୂଆଁ ସେଇଟା ବି ପ୍ରକୃତିକୁ ବିଧ୍ୱଂସିତ କରୁଛି। ଆମେ ଏସି ଲଗାଉଛୁ ଘରେ ଥଣ୍ଡାରେ ଶୋଇବା ପାଇଁ। ଏସିରୁ ଯେଉଁ ଗରମ ପବନ ବାହାରୁଛି ସେଇଟା ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। କିନ୍ତୁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବାରୁ ରକ୍ଷା କରିବାର ଗୋଟିଏ ମାର୍ଗ, ଆମେ ଆଜି ସଂକଳ୍ପ ନେବା, ଆମେ ନିହାତି ଗୋଟିଏ ଗଛ ଲଗେଇବା। କାହିଁକିନା ଯଦି ଆମେ ଗଛ ଲଗେଇବା, ଗଛ ଆମର ବନ୍ଧୁ, ଆମର ଜୀବନ। ଆମେ ଯଦି ଆମ ବାରି ହଉ କି ଆମ ରାସ୍ତା କର ହଉ, ଯଦି ଆମେ ବର୍ଷକୁ 50ଟା ଗଛ, ଗୋଟିଏ ମଣିଷ ଯଦି 10ଟା ଗଛ ଲଗାଏ ତା ଦେହରେ ବି ମୂଲ୍ୟ ଅଛି। ଗୋଟିଏ ଗଛ ବି ଯଦି ଲଗାଏ ତା ଦେହରେ ବି ମୂଲ୍ୟ ଅଛି। ଆମେ ଗଛ ନିଶ୍ଚିତ ଲଗାଇବା। ଆମେ ଆଜି ଶପଥ କରିବା ଗୋଟେ ଗଛ ଲଗାଇବା। କାହିଁକିନା ଗଛ ହେଉଛି ମଣିଷର ଜୀବନ। ଆମ ପ୍ରକୃତିକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ପରିବେଶକୁ ବି ସୁନ୍ଦର କରିବ। ମଣିଷ ପାଇଁ ବି ଭଲ ଅକ୍ସିଜେନ୍ ମିଳିବ। ଆଉ ପ୍ରକୃତିର ଯେଉଁ କରାଳ ରୂପ ଯେଉଁ ହେଉଛି, ବନ୍ୟା ହେଉଛି, ବାତ୍ୟା ହେଉଛି, ଦୁର୍ବିପାକ ହେଉଛି, ତା ଦେହରୁ ବି ଆମେ ରକ୍ଷା ପାଇବା ଯଦି ଗଛ ଅତି ମାତ୍ରାରେ ଲଗେଇବା। ଆମେ ଯେତେ ସମ୍ଭବପର ଏ ବର୍ଷ ଅକ୍ଷି ତୃତୀୟା କାଲି ଗଲା, ଆମେ ଯେମିତି ବର୍ଷା ହେବ ଆମେ ଗଛ ଲଗାଇବା ଷ୍ଟାର୍ଟ କରିବା। ଅନ୍ତତଃ ସେ ଗୋଟିଏ ଗଛ ବଞ୍ଚେଇବାକୁ ଆମକୁ ପଡ଼ିବ। ଆମେ ଖାଲି ପୋତି ଦେଇକିରି ଚାଲି ଆସିବା ସେଇଟା ନୁହେଁ। ଆମେ ଗଛକୁ ବଞ୍ଚେଇବା ଦରକାର। ତାକୁ ପାଣି ଦେଇ ତା ଯତ୍ନ ନେଇ ଗଛଟି ଯଦି ବଞ୍ଚେଇବା, ସେ ଗୋଟିଏ ବୃକ୍ଷ ଆମ ପାଇଁ ମୂଲ୍ୟବାନ। କାହିଁକିନା ଆମେ ସମସ୍ତେ ଯଦି ଓଡ଼ିଶାର ଲୋକ ଗୋଟିଏ ଗଛ ଲଗେଇବା, ତାହେଲେ ନିଶ୍ଚିନ୍ତ ଅନ୍ତତଃ ଆମ ଓଡ଼ିଶାର ଲୋକ ତ ଗରମ ଦାଉରୁ ଶାନ୍ତି ପାଇପାରିବେ, ଏ ସୂର୍ଯ୍ୟ ତାପରୁ ରକ୍ଷା ପାଇପାରିବେ। ଯେମିତିକି ପ୍ରଭୁ ଜୟ ଜଗନ୍ନାଥ, ଜୟ ପ୍ରଭୁ କାମେଶ୍ୱର। ଆମେ ଆଜି ଶପଥ କରି ନିହାତି 5ଟି ଗଛ ହଉ, ନିହାତି ଗୋଟିଏ ଗଛ ହଉ, ଆମେ ନିଶ୍ଚିନ୍ତ ଲଗେଇକି ତାକୁ ବଞ୍ଚେଇକିରି ବଡ଼ କରିବା। ଜୟ ଜଗନ୍ନାଥ। ଆମ ପରିବେଶକୁ ସୁରକ୍ଷା ଦେବା, ଆମ ପ୍ରକୃତିକୁ ଶାନ୍ତି କରିବା। ଜୟ ଜଗନ୍ନାଥ।